ମାର୍ଚ୍ଚ ମାସର 1 ତାରିଖ ସଣ୍ଡେ ସ୍କୁଲ ସ୍ଥାପନ ଦିବସ ବୋଲି ଆମେ ପ୍ରାୟ ସମସ୍ତେ ଜାଣୁ। ତଥାପି କାର୍ଯ୍ୟକ୍ରମ ବ୍ୟକ୍ତିଗତ ସକାଶୁ ଆଜି ସନ୍ଧ୍ୟାବେଳେ ମଣ୍ଡଳୀ ସୁଯୋଗ ଦିଆଗଲା। ସଣ୍ଡେ ସ୍କୁଲ ସମିତି ଯତ୍ପୂର୍ଣ୍ଣ ଆସି ସମସ୍ତ କାର୍ଯ୍ୟ ପ୍ରାୟ ପରିଚାଳନା କରିବା ନିମନ୍ତେ ଚେଷ୍ଟା କରିଛନ୍ତି। ଆପଣଙ୍କର ସଣ୍ଡେ ସ୍କୁଲ ସମିତି ଏ ସମସ୍ତ ଆୟୋଜନ କରିଥିବାରୁ ସଣ୍ଡେ ସ୍କୁଲ ସମିତି ନିକଟରେ ମଧ୍ୟ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ସମୟ ଅତ୍ୟଧିକ ହେଲାଣି, ଆଉ ସମସ୍ତେ ଘରକୁ ଯିବାକୁ ବ୍ୟସ୍ତ ଅଛୁ। ମୁଁ ଜାଣେ ନା କେତେ ସମୟ କରିବି, ତଥାପି ସମୟ ପ୍ରଭୁଙ୍କ ପାଖରୁ ଚିନ୍ତା କରିବାକୁ ଯିବା। ଦୟାକରି କିଛି ସମୟ ସୁସ୍ଥିରତା ରକ୍ଷା କରନ୍ତୁ। ଆମେ ପ୍ରଭୁଙ୍କ ପାଖରୁ ଚିନ୍ତା କରିବାକୁ ଯିବା। ପବିତ୍ର ବାଇବଲ ଅନେକ ଶିକ୍ଷା ଗୁଡ଼ିକ ରହିଛି, ଯାହାକୁ ଆମେ ସେର୍ମନ ବୋଲି କହୁ। ଅଧ୍ୟୟନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛୁ, କିମ୍ବା ଗୋଟିଏ ପୁସ୍ତକକୁ ନେଇ ପୁସ୍ତକ ଠାରୁ ପୁସ୍ତକର ବିଷୟବସ୍ତୁ ଉପରେ ଶିକ୍ଷା ଗ୍ରହଣ କରୁଛୁ ଏବଂ କିଛି ମୌଳିକ ତତ୍ତ୍ୱ ଗୁଡ଼ିକ ନେଇ ଆମେ ଶିକ୍ଷା ଗ୍ରହଣ କରି ଆସିଛୁ। এইଭଳି ଅନେକ ବିଷୟ ସମ୍ବଳିତ ଶିକ୍ଷା ଗୁଡ଼ିକ ଆମେ ପ୍ରାୟତଃ ପ୍ରଭୁଙ୍କୁ ଜାଣିବା ଦିନଠାରୁ, କହିବାକୁ ଗଲେ ଖ୍ରୀଷ୍ଟିଆନ ହେବା ଠାରୁ ଶିକ୍ଷା ଗ୍ରହଣ କରୁଛୁ। ତା ଶିକ୍ଷା ସମ୍ବନ୍ଧ ଭିତରେ ଆଉ ଏକ ଶିକ୍ଷା ଅଛି ଯେ କ'ଣ ବାଇବେଲରେ ଉଲ୍ଲିଖିତ ପ୍ରଭୁଙ୍କ ଦାସ ଦାସୀମାନଙ୍କର ଜୀବନୀ, ଆଉ ଏ ଜୀବନୀ ମଧ୍ୟରେ ଅନେକ ଶିକ୍ଷା ଗୁଡ଼ିକ ମିଳେ। କାରଣ ଏମାନଙ୍କର ଜୀବନ, ଏମାନଙ୍କର ଚାଲିଚଳନ, ଆଚରଣ, ବ୍ୟବହାର ପ୍ରଭୁଙ୍କ ପାଇଁ ସେମାନେ କିଭଳି ବ୍ୟବହୃତ ହେଇଛନ୍ତି, ସେ ସମସ୍ତ ଆମମାନଙ୍କର ଖ୍ରୀଷ୍ଟୀୟ ବିଶ୍ୱାସୀ ଜୀବନରେ ପ୍ରେରଣା ସୃଷ୍ଟି କରେ। ତେଣୁକରି ପ୍ରାୟତଃ ଅନେକ ସମୟରେ ଜୀବନୀ ଗୁଡ଼ିକ ଶିକ୍ଷା ଦିଏ। ଧରି ନିଆଯାଉ, ଆମେ ମୂଷାଙ୍କ ଜୀବନୀ ପଢ଼ିବା, ମୂଷାଙ୍କର ନମ୍ରତା ଆମେ ଜାଣିବୁ। ଦାନିଏଲଙ୍କ ଜୀବନୀ ପଢ଼ିବା, ଦାନିଏଲଙ୍କର ପବିତ୍ରତା ଆମେ ଦେଖିବାକୁ ପାଇବୁ। ଆମେ ବର୍ତ୍ତମାନ ସାମୁଏଲଙ୍କର ଜୀବନୀ ଉପରେ ଆମକୁ ଆଧାର କରାଯାଇଛି। ଆଜି ଚଳିତ ବର୍ଷ ଏ ସଣ୍ଡେ ସ୍କୁଲ ସମିତି ସମୟରେ ସାମୁଏଲଙ୍କ ଜୀବନୀ ଏବଂ ତା ଭିତରେ ସାମୁଏଲର ଅନେକ କାର୍ଯ୍ୟ କ୍ଷେତ୍ରରେ ସାମୁଏଲଙ୍କର ଆହ୍ୱାନ ଉପରେ ଆମମାନଙ୍କୁ ଆଲୋଚନା କରିବା ନିମନ୍ତେ ପ୍ରାସଙ୍ଗିକ ବିଷୟବସ୍ତୁ ଦିଆଯାଇଛି। ଆମେ କିଛି ସମୟ ବସିବା, ଆଉ ସାମୁଏଲ ବିଷୟରେ ଆମେ ସଣ୍ଡେ ସ୍କୁଲ ମାଧ୍ୟମରେ ବୋଲି କହିବି, ଆଉ ଶିକ୍ଷା ତ ରହେ ସଣ୍ଡେ ସ୍କୁଲ ମାଧ୍ୟମରେ ଏ ସାମୁଏଲ ସମ୍ବନ୍ଧିତ କ'ଣ ଶିକ୍ଷା ପବିତ୍ର ବାଇବେଲରେ ଅଛି ଆମେ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହେବା। ଆଉ ଯଦି ବିଜାର ଲାଗୁଛି, ମୁଣ୍ଡ କୁଣ୍ଡେଇକି ମୋତେ ଇସାରା ଦେଇଦେଲେ ମୁଁ ଶିକ୍ଷା ବନ୍ଦ କରିଦେବି। ଆଉ ଯେଉଁ ଅଂଶଟି ଆମକୁ ଦିଆଯାଇଛି, ସେ କ୍ଷୁଦ୍ର ଅଂଶଟି ଆମେ ସମସ୍ତେ ପ୍ରାୟ ମୁଖସ୍ଥ ପଦ ସମସ୍ତେ ଜାଣୁ। ତା 3 ପର୍ବର 4 ପଦ, 3 ପର୍ବର 4 ପଦ। କୌଣସି ଝିଅ ପଢ଼ନ୍ତୁ। ସେତେବେଳେ ସଦାପ୍ରଭୁ ସାମୁଏଲକୁ ଡାକିଲେ, ସେ କହିଲେ, ମୁଁ ଏଠାରେ ଅଛି। ୟାର ବିଷୟବସ୍ତୁ ଜାଣିବା ପାଇଁ ଆଉ ମୁଁ ଟିକେ ଆଗକୁ ଯାଉଛି। 3 ପର୍ବ ଆରମ୍ଭରୁ 1ରୁ 4 ପଦ ପର୍ଯ୍ୟନ୍ତ କହିଲେ ଗୋଟିଏ ଧାରଣା ମାନଙ୍କ ଭିତରେ ସୃଷ୍ଟି ହେବ। ଲେଖାଯାଏ, ସେ ସମୟରେ ବାଳକ ସାମୁଏଲ ଏଲିଙ୍କ ସମ୍ମୁଖରେ ସଦାପ୍ରଭୁଙ୍କର ପରିଚର୍ୟା କରେ। ସେ କାଳରେ ଅର୍ଥାତ୍ ସାମୁଏଲଙ୍କ ସମୟରେ ସଦାପ୍ରଭୁଙ୍କର ବାକ୍ୟ ନଥିଲା, ଦୁର୍ଲଭ ଥିଲା। ଏବଂ ଦ୍ୱିତୀୟ କଥା, ପ୍ରକାଶ୍ୟ ଦର୍ଶନ ମଧ୍ୟ ନଥିଲା। ଅର୍ଥାତ୍ এই ଶବ୍ଦଟି ଆମକୁ କୁହାଯାଉଛି ଯେ ସଦାପ୍ରଭୁଙ୍କର ବାକ୍ୟ ସେ ସମୟରେ ଦୁର୍ଲଭ ଥିଲା। କୌଣସି ବାକ୍ୟ ଇସ୍ରାଏଲ ପଦାମଣ୍ଡଳୀକୁ ମିଳୁନଥିଲା। এই ଗୋଟିଏ ବାକ୍ୟ ମାତ୍ର ମନେ ରଖନ୍ତୁ, ବ୍ୟାଖ୍ୟା କରିବାକୁ ମୋର ବେଳ ନାହିଁ। ପ୍ରକାଶ ଦର୍ଶନ ମଧ୍ୟ ନଥିଲା। ସଦାପ୍ରଭୁ ଦର୍ଶନ ଦେଇ ଇସ୍ରାଏଲ ମଣ୍ଡଳୀକୁ କିଛି କହିଲେ, ଏଇଭଳି ଅବସ୍ଥା ମଧ୍ୟ ନଥିଲା। ଏହି ସମୟରେ ଏଲିଙ୍କର ଚକ୍ଷୁ
जे सदाप्रभुଙ୍କର ପରିଚାୟକ ଏଲି ମହାଯାଜକ ତାଙ୍କର ଚକ୍ଷୁ ଧନ୍ଦଳା ହେବାରୁ ଲାଗିଲା। ଏଣୁ ସେ ଦେଖିପାରିଲେ ନାହିଁ। ଏକ ଦିନ ଆପଣା ସ୍ଥାନରେ ସେ ଶୋଇଥିଲେ। ସେ ପରମେଶ୍ୱରଙ୍କର ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ପରମେଶ୍ୱରଙ୍କର ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏପରି ସଦାପ୍ରଭୁଙ୍କ ମନ୍ଦିରରେ ପରମେଶ୍ୱରଙ୍କର ପ୍ରଦୀପ ଲିଭିବା ପୂର୍ବେ ପ୍ରତି ସନ୍ଧ୍ୟାବେଳେ ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ସିନ୍ଦୁକ ସମ୍ମୁଖରେ ସାକ୍ଷ୍ୟ ସିନ୍ଦୁକ ସମ୍ମୁଖରେ ପ୍ରଦୀପ ଜଳାଯାଏ ଏବଂ ସେହା ଲିଭିବା ପୂର୍ବରୁ ତାମାନେ ପାଖାପାଖି ପାହାନ୍ତିଆ ସମୟରେ ଯେତେବେଳେ ସାମୁଏଲ ଶୋଇଥିଲେ ସେତେବେଳେ ସଦାପ୍ରଭୁ ସାମୁଏଲକୁ ଡାକିଲେ। ସେ କହିଲେ, ମୁଁ ଏଠାରେ ଅଛି। ସେତେବେଳେ ସଦାପ୍ରଭୁ ସାମୁଏଲକୁ ଡାକିଲେ। ସେ କହିଲେ, ମୁଁ ଏଠାରେ ଅଛି। ପ୍ରଭୁ ତାଙ୍କର ପବିତ୍ର ବାକ୍ୟ ପଠନ ଶ୍ରବଣ ଏବଂ ବୁଝିବାରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ମୁଁ ଅନୁରୋଧ କରିବି ବାଳକ ମହାଶୟ ଏ ବାକ୍ୟ ନିମନ୍ତେ ପ୍ରାର୍ଥନା କରିବେ, ତାପରେ ଆମେ ଆଗକୁ ଯିବା। ପ୍ରାର୍ଥନା କରିବା। ବାକ୍ୟରୂପୀ ଈଶ୍ୱର, ତୁମ ନାମର ଧନ୍ୟବାଦ କରୁଛୁ। ତୁମରି ପବିତ୍ର ବାକ୍ୟ ଆମ୍ଭମାନଙ୍କ ପରି ଅଯୋଗ୍ୟ ମନୁଷ୍ୟମାନଙ୍କ ହସ୍ତରେ ପ୍ରଦାନ କରିଛୁ। ପ୍ରଭୁ ସେହି ପବିତ୍ର ବାକ୍ୟ ବୁଝିବା ବୁଝେଇବା ମନୁଷ୍ୟ ପକ୍ଷରେ କଷ୍ଟକର ବିଷୟ। ପ୍ରାର୍ଥନା କରୁଛୁ ପ୍ରଭୁ, ତୁମରି ପବିତ୍ର ଆତ୍ମାଙ୍କ ଶକ୍ତି, ତୁମରି ଦାସଙ୍କୁ ଶକ୍ତିଯୁକ୍ତ କର। ତୁମରି ପବିତ୍ର ଆତ୍ମାଙ୍କ ସ୍ପର୍ଶତା ଦିଅ, ତୁମରି ପବିତ୍ର ଆତ୍ମାଙ୍କ ଅଭିଷେକ ଦିଅ ଏବଂ ତୁମେ ତୁମ ଦାସଙ୍କର ମୁଖପାତ୍ର ହୋଇ କଥା କୁହ। ପଠିତ ବାକ୍ୟ ପ୍ରତି ଆଶୀର୍ବାଦ ଦିଅ, ପ୍ରତ୍ୟେକଙ୍କ ଜୀବନରେ ଆଶୀର୍ବାଦ ଯୁକ୍ତ ହୁଅ। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ପ୍ରାୟତଃ ଆମେ ସାମୁଏଲଙ୍କ ସମ୍ବନ୍ଧରେ ଉଣାଧିକେ ସମସ୍ତେ ଜାଣୁ। ମୋଶାଙ୍କର ମୃତ୍ୟୁ ପରେ ଇସ୍ରାଏଲ ପ୍ରଜାମଣ୍ଡଳୀକୁ ପରିଚାଳିତ କରିବା ପାଇଁ ତାଙ୍କର ପରିଚାରକ ଜିହୋସିଓଙ୍କୁ ଦାୟିତ୍ୱ ଦିଆଗଲା। ଜିହୋସିଓ ଦାୟିତ୍ୱରେ ରହି ଇସ୍ରାଏଲ ପ୍ରଜାମଣ୍ଡଳୀକୁ କିଭଳି ପରିଚାଳନା କରାଯିବ, କିନାନ ଦେଶ ବର୍ତ୍ତମାନ ଅଧିକାରକୁ ଆସିଗଲା। 40 ବର୍ଷ ପ୍ରାନ୍ତରରେ କଟିଗଲା ଏବଂ ବର୍ତ୍ତମାନ କିନାନ ଦେଶର ପ୍ରାୟ ସମସ୍ତ ଅଞ୍ଚଳ ଦାନ ଠାରୁ ବର୍ଷା ପର୍ଯ୍ୟନ୍ତ ଜିହୋସିଓଙ୍କର ହସ୍ତଗତ ହେଲା। ଏହି ସମୟରେ ମୋଶା ମରିଯାଇଛନ୍ତି ଏବଂ ଇସ୍ରାଏଲ ପ୍ରଜାମଣ୍ଡଳୀକୁ କିଭଳି ଭାବରେ ଏ କିନାନ ଦେଶ ବଣ୍ଟନ କରାଯିବ, ଗୁଳି ବାଣ୍ଟ କରି ବଣ୍ଟନ କରାଗଲା। ଆଉ କେତେକ ରହିଗଲା। ଆଉ ସେହି ଦିନଠାରୁ ବର୍ତ୍ତମାନ ସାମୁଏଲଙ୍କର ଏ ଆହ୍ୱାନ ପର୍ଯ୍ୟନ୍ତ ଜିହୋସିଓଙ୍କର ଏ ଇସ୍ରାଏଲ ପ୍ରଜାମଣ୍ଡଳୀକୁ ବଣ୍ଟନ କରିବା ଦିନଠାରୁ ସାମୁଏଲଙ୍କର ଆଧାର ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ 350 ବର୍ଷ ବିଚାରକର୍ତ୍ତା ମାନଙ୍କର ଅଧୀନରେ ଇସ୍ରାଏଲ ମଣ୍ଡଳୀମାନେ ପରିଚାଳିତ ହେଲେ। ପ୍ରଥମ ବିଚାରକର୍ତ୍ତା ଯଦି ଆମେ ଜିହୋସିଓକୁ ନେବୁ, ଏହାପରେ କିନ୍ତୁ ବିଚାରକର୍ତ୍ତା ପୁସ୍ତକରେ ପ୍ରଥମ ବିଚାରକର୍ତ୍ତା ଅତ୍ନିଏଲ ବୋଲି କୁହାଅଛି। ଅତ୍ନିଏଲଠୁ ଆରମ୍ଭ କରି ସାମସନ ପର୍ଯ୍ୟନ୍ତ 12 ଜଣ ବିଚାରକର୍ତ୍ତା କଥା ଲେଖା ଅଛି। ପ୍ରଥମେ ଜିହୋସିଓ ବିଚାର କରୁଥିଲେ, ତାଙ୍କୁ ପ୍ରଥମ ବିଚାରକର୍ତ୍ତା ବୋଲି ଆମେ ଗ୍ରହଣ କରୁଛୁ ଏବଂ ସାମସନଙ୍କ ପରେ ଶେଷ ବିଚାରକର୍ତ୍ତା ରୂପେ ଆମେ ସାମୁଏଲକୁ ଗ୍ରହଣ କରୁଛୁ। এইভাবে প্রায় 14 জন ବିଚାରକର୍ତ୍ତା ମାନଙ୍କ ମଧ୍ୟରେ ଇସ୍ରାଏଲ ମଣ୍ଡଳ ପରିଚାଳିତ ହେଲା। ଇତିମଧ୍ୟରେ ପ୍ରାୟ 350ରୁ ଉର୍ଦ୍ଧ୍ୱ ବର୍ଷ ହେଇଛି ଗୋଟିଏ ସ୍ଥାନରେ। ତେବେ এইଭଳି ଗୋଟେ ସ୍ଥାନ ସେ ସମୟରେ ଜେରୁସାଲେମ ନଥିଲା କିମ୍ବା ସମରିଆ ନଥିଲା, କିନ୍ତୁ ଏଭଳି ଏକ ସ୍ଥାନ ପ୍ରଭୁ ଦେଇଥିଲେ। ଆଉ ସେ ସ୍ଥାନର ନାମ ହେଉଛି ଶିଲୋ। ଜିହୋସିଓ ପୁସ୍ତକ ତାର 18 ପର୍ବରେ ଏକ ପଦରେ ଲେଖା ଅଛି, ଏଠାରେ একত্রিত হয়ে চতুর্দিগরে ଏକ ସମାଗମ ସ୍ତମ୍ଭ ସ୍ଥାପନ ହୋଇଥିଲା ଏବଂ ଏଇଠି ସମାଗମ ସ୍ଥାପନ ହୋଇ ପର୍ଯ୍ୟାୟକ୍ରମେ ଯାହା ଏତାଙ୍କ ସମୟରେ ଯାଜକମାନଙ୍କର ବଣ୍ଟନ ହେଉଥିଲା ପାଳି ଅନୁସାରେ ଏଠି
ଯାଜକ କର୍ମ ସେମାନେ କରୁଥିଲେ। ଆଉ ସେଇ ସମୟରେ ଏଲି ମହାଯାଜକ ପଦ ପାଇଥିଲା। ଇଏ ହେଉଛି ପୂର୍ବ ଇତିହାସ। ଯେତେବେଳେ ଏଲି ମହାଯାଜକ ଯାଜକୀୟ କର୍ମ କରୁଛନ୍ତି, ବୃଦ୍ଧ ହେଇଗଲେଣି ଆଉ ତାଙ୍କର ପୁଅମାନେ ଅବାଧ୍ୟ ହେଲେଣି, ଏହି ସମୟରେ ସାମୁଏଲଙ୍କର ଆହ୍ୱାନ ଦିଏ। ଦିନକର ଘଟଣା। ଆଉ ଏଲି ମହାଯାଜକ ବଦଳା ଅଛନ୍ତି, ହେଲେ ସେଠିକି সেই ସମାଗମ ଲୋକକୁ ମନ୍ଦିର ନଥିଲା, ଜେରୁସାଲେମ ମନ୍ଦିର ନଥିଲା, ଜେରୁସାଲେମ ସହର ହିଁ ନଥିଲା, ସମରିଆ ସହର ହିଁ ନଥିଲା, ଶିଲୋ ପବିତ୍ର ସ୍ଥାନ ଥିଲା। এটা ଏଭଳି ଏକ ସ୍ଥାନ ଯେ ଏହାର ଦୁଇ ପାର୍ଶ୍ୱରେ ଦୁଇଟି ବଡ଼ ପର୍ବତ ଅଛି। ଗୋଟେ ହେଉଛି ଏବଲ ପର୍ବତ, ଆଉ ଗୋଟେ ହେଉଛି ଗିରିସିଂ ପର୍ବତ। ଇଏ ମଝିରେ ଗୋଟେ ଉପତ୍ୟକା ଅଛି, ଆଉ ଏ ଉପତ୍ୟକାର ନାଁ ହେଉଛି ସିକିମ୍। ଏ ଉପତ୍ୟକାରେ ପ୍ରଥମେ ଯେତେବେଳେ ଅବ୍ରାହମ ଆସିଲେ ଆହ୍ୱାନ ପ୍ରାପ୍ତ ପରେ ସେଇଠି ଅଳନ ବୃକ୍ଷ ପରେ ତମ୍ବୁ ସ୍ଥାପନ କଲେ ଏବଂ ବାଇବେଲ କହେ ପ୍ରଥମ ଯଜ୍ଞବେଦୀ ସ୍ଥାପନ କଲେ ବୋଲି ଲେଖା ଅଛି। ଏମିତି ଗୋଟେ ସ୍ଥାନ ସିକିମ୍, ସେହି ଅଞ୍ଚଳର এই ଜାଗାଟା ହେଉଛି ଶିଲୋ। ଏବଂ এই ଶିଲୋରେ ଯୋଉ ସମାଗମ ସ୍ତମ୍ଭ ସ୍ଥାପନ ହେଲା, ଇସ୍ରାଏଲ ସମସ୍ତ ପ୍ରଜାମଣ୍ଡଳୀ ସେଠିକି କୌଣସି ଆବଶ୍ୟକ ନିମନ୍ତେ ସେ ଶିଲୋକୁ ବିଚାର ନିମନ୍ତେ, ନ୍ୟାୟ ନିମନ୍ତେ ଏବଂ ନିଜର ବଳି ଉତ୍ସର୍ଗ କରିବା ପାଇଁ, ଉପାସନା କରିବା ନିମନ୍ତେ ସେଠିକି ଆସୁଥିଲେ। এই ସମୟରେ ଆମେ ଜାଣୁ ଯେ ସାମୁଏଲର ବାପା ଇଲକାନା ଏବଂ ସାମୁଏଲର ମା ହାନା ଏବଂ ତାର ସଉତୁଣୀ ପନିନା, ଏ ତିନି ଜଣ ଆସନ୍ତି ସମାଗମ ତମ୍ବୁକୁ ଉପାସନା କରିବା ପାଇଁ, ଆରାଧନା କରିବା ସମୟ। এই ସମୟରେ ପନିନା କୋଳରେ ପୁତ୍ର ଝିଅମାନେ ଅଛନ୍ତି, କିନ୍ତୁ ହାନା କୋଳରେ ନାହିଁ। କାନ୍ଦି କାନ୍ଦି ହାନା ପ୍ରାର୍ଥନା କରୁଛନ୍ତି, ଆଉ ସେ କାନ୍ଦିବାର ଉତ୍ତର ପ୍ରଭୁ ଦେଲେ ଏବଂ ତାଙ୍କ କୋଳରେ ସାମୁଏଲ ବୋଲି ଏକ ପୁତ୍ର ଦେଲେ। ଏହା ଆମେ ସମସ୍ତେ ଜାଣୁ। ଶିଶୁ ଉତ୍ସର୍ଗ ସମୟରେ ଆମେ ସେ ସାମୁଏଲ ପୁସ୍ତକର 1 ପର୍ବର 20-21 ପଢ଼ିଥାଉ। କିନ୍ତୁ କେବଳ ଗୋଟିଏ ପୁତ୍ର ବୋଲି ଜାଣୁ ହାନାକୁ, କିନ୍ତୁ ଏହା ପରେ ଆଉ 3ଟି ପୁତ୍ର ଏବଂ 2ଟି କନ୍ୟା ମଧ୍ୟ ହାନାଙ୍କ ଗର୍ଭ ଦେଇଥିଲେ। ସେସବୁ ଆମେ ଆଲୋଚନା କରୁନାହିଁ, କିନ୍ତୁ ପ୍ରାର୍ଥନାର ଉତ୍ତର ସ୍ୱରୂପେ ସାମୁଏଲକୁ ଦେଇଥିଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସେ ନିଜେ ପ୍ରତିଜ୍ଞା କରିଥିଲେ ଯେ ଏଥିପାଇଁ ମୁଁ ନିବେଦନ କରିଥିଲି ଏବଂ ସେଥିପାଇଁ ଏ ଜୀବଦତ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ। ଅର୍ଥାତ୍ ଲେଖାଯାଉଛି ତାର 2 ପର୍ବର ଶେଷ ବେଳକୁ ଲେଖାଅଛି, ଯେତେବେଳେ ଯେ ସ୍ତନ ତ୍ୟାଗ କଲେ, ସାମୁଏଲ ଯେତେବେଳେ ସ୍ତନ ତ୍ୟାଗ କଲେ, କ୍ଷୀର ଛଡେଇଲା ଭାଷାରେ କହିବାକୁ ଗଲେ, ସେ ସମୟ ଠାରୁ ସଦାପ୍ରଭୁଙ୍କୁ ପରିଚର୍ଯା କରିବା ନିମନ୍ତେ ସାମୁଏଲକୁ ଏଲିଙ୍କ ନିକଟରେ ସମର୍ପଣ କରି ହାନା ଚାଲିଗଲେ। ପ୍ରିୟ ଭାଇ ଏବଂ ଭଉଣୀମାନେ, এইଭଳି ଆମେ ସାମୁଏଲଙ୍କର ଜନ୍ମ କଥା ଦେଖୁଛୁ। ଆଉ এই ଜନ୍ମ এইଭଳି ପବିତ୍ର ସ୍ଥାନରେ ରହିଛି, ଯୋଉ ସ୍ଥାନରେ 300 ବର୍ଷ କାଳ ସଦାପ୍ରଭୁ ଉପାସିତ ହୋଇଛନ୍ତି। ଆଉ ଯୋଉ ସ୍ଥାନରେ ଅବ୍ରାହମ ପ୍ରଥମେ ଯଜ୍ଞବେଦୀ ସ୍ଥାପନ କରିଥିଲେ। ଏବଂ ଏ ଶିଲୋରେ ଏଭଳି ଗୋଟିଏ ପଥର ଅଛି, ଆଜି ପର୍ଯ୍ୟନ୍ତ ଅଛି। ବୈଜ୍ଞାନିକ ମାନେ ଏବଂ ଭୌଗୋଳିକ ମାନେ, ପ୍ରତ୍ନତତ୍ତ୍ୱବିତ୍ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏଇଭଳି ଗୋଟେ ବଡ଼, ଆମ ଭାଷାରେ କହିବାକୁ ଗଲେ ଚାଞ୍ଚେଡ଼ା ଅଛି, ଗୋଟେ ବଡ଼ ଚଗଲା ଅଛି, ଆଉ ତାର ଓସାର 80 ଫୁଟ ଏବଂ ଲମ୍ବା 400 ଫୁଟ। ଓସାର 80 ଫୁଟ ଲମ୍ବା ଆଜି ବର୍ତ୍ତମାନ ଅଛି। ଏହା ବାଇବେଲର ଗୋଟେ ପ୍ରମାଣ ସିଦ୍ଧ କଥା। ଆଉ ସେଠାରେ ଆଜି ପର୍ଯ୍ୟନ୍ତ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମୀରଣିଆ ସ୍ତ୍ରୀ ସହିତ କଥାବାର୍ତ୍ତା ହେଉଥିଲେ, ଏ ଗିରିଜିମ୍ ପର୍ବତରେ ସେ ପଥର ପାଖକୁ ଯାଉଥିଲେ, ପଥରରେ କେତୋଟି ଲେଖା ଆଜି ପର୍ଯ୍ୟନ୍ତ ଅଛି। ଏତେ ବଡ଼ ପଥରରେ ତୋରା, ଅର୍ଥାତ୍ ବ୍ୟବସ୍ଥାର 5 ପୁସ୍ତକର ଯେତେ ସମସ୍ତ ବ୍ୟବସ୍ଥା ସେ ଏତେ ବଡ଼ ପଥରରେ ଲିଖିତ ହେଇକି ଥିଲା। କେତୋଟି ଅଂଶ ଖୋଦିତ ହେଇକି ରହିଛି, ଆଉ କେତେ ଅଂଶ ଖୋଦିତ ହୁଏ ନାହିଁ। ତା ପରବର୍ତ୍ତୀ ସମୟରେ ଇସ୍ରାଏଲ ସେମାନେ ସ୍ୱାଧୀନକୁ ପଳାଇଲେ 1948 ମସିହା ପରେ। ବର୍ତ୍ତମାନ ସେ ଖୋଦିତ ଅଂଶରେ ଚୂନ ଲେଖି, କଲର ଲେଖି ବର୍ତ୍ତମାନ ଆଜି ପର୍ଯ୍ୟନ୍ତ କରନ୍ତୁ। এইଭଳି ଗୋଟିଏ ସ୍ଥାନ, ଏଇଠି ସାମୁଏଲଙ୍କର ଜନ୍ମ ହେଇଥିଲା ଏବଂ ତାଙ୍କର ଆହ୍ୱାନ କଥା ବର୍ତ୍ତମାନ ଦେଖିବା ଯେ ସାମୁଏଲ କେମିତି ଆହ୍ୱାନ ହେଲେ।
ଆମେ ଯେଉଁ ଅଂଶଟି ପ୍ରଥମେ ପଢ଼ିଲୁ ସାମୁଏଲ ପରିଚର୍ଯା କରୁଥିଲେ, ଏଲିଙ୍କର ପରିଚର୍ଯା କରୁଥିଲେ, ସଦାପ୍ରଭୁଙ୍କର ପରିଚର୍ଯା କଲେ, ବିଶ୍ୱସ୍ତ ଭାବରେ ମା କହିଦେଲା ରହିବୁ ଏଇଠି ତୁ ରହିବୁ, ୟାର ଚର୍ଚ୍ଚା ସବୁ କରିବୁ, ଶୋଇଲେ ଶୋଇବୁ, ଉଠିଲେ ଉଠିବୁ, ଯାହା କଲେ ତିଆରି କରିବୁ। ମାର କଥା ଶୁଣି ସାମୁଏଲ ସେ ଶିଲୋରେ ଅର୍ଥାତ୍ ସେ ସମାଗମ ତମ୍ବୁରେ ପବିତ୍ର ସ୍ଥାନରେ ଶୋଇଥିଲା ବେଳକୁ ଗୋଟିଏ ସ୍ୱର ହେଲା, ଗୋଟିଏ ଡକରା ହେଲା, ଗୋଟେ ସ୍ୱର ହେଲା, ସାମୁଏଲ ସାମୁଏଲ। ଛୋଟ ପିଲାଟି ଶୋଇଛି, ଯଦି ସାମୁଏଲ ଶବ୍ଦଟି ସେ ଡରିଯିବା କଥା, ଉଠି ପଡ଼ିଲା, କିଏ ଦୁଷୁନାହାନ୍ତି, ସାଙ୍ଗେ ସାଙ୍ଗେ ଡରିଯିବା କଥା, ଆଜ୍ଞା ମତେ ତାକୁ ଡରିଯିବା କଥା। କିନ୍ତୁ ସଙ୍ଗେ ସଙ୍ଗେ ସେ ଏଲି ଯାଜକ ପାଖକୁ ପଡ଼ିଲେ, ନିଶ୍ଚୟ ମତେ ଯାଜକ ଡାକିଥିବେ, କ'ଣ କାମ ଥିବ ତେଣୁ ଡାକୁଛନ୍ତି, ଆଜ୍ଞା ମତେ ଡାକିଲେ ପରା। ଆଉ ଏଲିର ଧନ୍ଦଳା ଆଖି, ବୁଢ଼ା ହେଇଗଲାଣି, ତାକୁ ଦିଶୁନୁ, ନାଇଁ ମୁଁ ଡାକିନି, ଯା, ତତେ ସେମିତି ଲାଗିଥିବ, ସ୍ୱପ୍ନ ଦେଖିଥିବୁ, ଶୋଇପଡ଼। ପୁନର୍ବାର ସେ ଶୋଇପଡ଼ିଲା ବେଳେ ପୁନର୍ବାର ଆଉ ଥରେ ସାମୁଏଲ ଆଉ ଥରେ ପିଲା ଉଠି ପଡ଼ିଲା। ପିଲା ନିର୍ବନ୍ଧରେ ଶୋଇବା କଥା, କିନ୍ତୁ ସେ ଚେଇଁ ରହି ଶୋଇଛି, ଜାଗ୍ରତ ଶୋଇଛି, ଏବଂ ସେ ସ୍ୱର ଶୁଣିବା ମାତ୍ରେ ପୁନର୍ବାର ଆଉ ଯାଜକ ନିକଟକୁ ପଡ଼ିଲେ, ଆଜ୍ଞା ମତେ ଡାକିଲେ ପରା। ନାଇଁ ପୁତ୍ର, ମୁଁ ତୁମକୁ ଡାକିଲି, ଯାଅ ଶୋଇପଡ଼। ପୁନର୍ବାର ଥିଲେ ଆଉ ଥରେ ଶୋଇଛନ୍ତି, ତୃତୀୟ ଥର ପୁନର୍ବାର ଆଉ ଥରେ ଡକାଗଲା, ସାମୁଏଲ। ନିଶ୍ଚିତ ଭାବରେ ପିଲା ଡରିଯିବା କଥା। 3 ଥର ଡକା ହେଲାଣି। ଏଲି ମହାରାଜାଙ୍କୁ ପଚରାଗଲା, କିନ୍ତୁ ଏଲି ମହାରାଜା ମୁଁ ଡାକି ନାହିଁ ବୋଲି କହୁଛି। ସେ ପିଲା ଡରିକି ପଳେଇବା କଥା, କୁଆଡ଼େ ଛାଡ଼ିକି ପଳେଇବା କଥା। ଜଣେ ଶୋଇଛି, ପାଖରେ ମା ନାହିଁ, ବାପା ନାହିଁ, ସାଙ୍ଗ ନାହିଁ, କିଏ ନାହିଁ, ଏ ସମୟରେ ସ୍ୱର ତାଙ୍କ ନାଁରେ ଡକା ହେଉଛି, ଏମିତି ଡରିବା କଥା, କିନ୍ତୁ ଡରି ନାହିଁ। ତୃତୀୟ ଥର ଡାକିଲା ମୋତେ, ପୁନର୍ବାର ଏଲି ମହାରାଜାଙ୍କୁ ନିକଟକୁ ଗଲା। କିଭଳି ପବିତ୍ର ସ୍ଥାନରେ ସେ ଥିଲା ଆପଣ ଚିନ୍ତା କରନ୍ତୁ। ଆମେ ତ ଡରିଯିବା କଥା। ଆଉ ଥରେ ଗଲା, ଆପଣ ଡାକିଲେ ପରା। ନାଇଁ ପୁଅ, ମୁଁ ଡାକି ନାହିଁ। ଯଦି ଏଇଭଳି ତମକୁ ଡକାଯାଏ, ଗୋଟିଏ ପଦ କହିବ। କ'ଣ ଗୋଟିଏ ପଦ କହିବ? ଆପଣ ସେଟା ପାଇବେ 10 ପଦରେ। ଏଉଟାରେ ସଦାପ୍ରଭୁ ଆସିଲେ, ପୁଣି ଠିଆ ହୋଇ, ମୁଁ ଜାଣିନି କେମିତି ଠିଆ ହେଇଥିବେ ସଦାପ୍ରଭୁ, ମୁଁ ଜାଣିଛି ସେସବୁ ସଦାପ୍ରଭୁଙ୍କର ଲେଖା ଅଛି। ଆମେ ଦର୍ଶନ ରହିଲା କି ସଦାପ୍ରଭୁଙ୍କର ବାକ୍ୟ ଦୁର୍ଲଭ ଥିଲା ବୋଲି ଆମେ ପ୍ରଥମ ପଦରେ ପଢ଼ିଲୁ, କିନ୍ତୁ ସଦାପ୍ରଭୁ କି ଅଦୃଶ୍ୟ ଭାବରେ ଠିଆ ହେଲେ ଆମେ ଜାଣୁନୁ। କିନ୍ତୁ ପବିତ୍ର ବାକ୍ୟ ଘୋଷଣା କରେ, ସଦାପ୍ରଭୁ ଆସି ଠିଆ ହୋଇ ଅନ୍ୟ ସମୟ ପରେ ସାମୁଏଲ ବୋଲି ଡାକିଲେ। ତେବେ ସାମୁଏଲ କହିଲେ, କହନ୍ତୁ ମୁଁ ଶୁଣୁଅଛି, ନାହିଁ, ଆପଣଙ୍କ ଦାସ ଶୁଣୁଅଛି। ଆଉ ଏଇ ପଦ ଯେତେବେଳେ ସେ କହିଲେ, ସେତେବେଳେ ସଦାପ୍ରଭୁ ଅନ୍ୟାନ୍ୟ କଥା ଗୁଡ଼ିକ ସେମାନେ କହିଲେ। ତେବେ ଆମମାନଙ୍କର ପ୍ରଥମ ପ୍ରସଙ୍ଗରେ ଯେଉଁ ଅଂଶଟି ଅଛି, ସେଇଟା ସାମୁଏଲଙ୍କର ପ୍ରଥମ ଡକରା, ଦ୍ୱିତୀୟ ଡକରା, ତୃତୀୟ ଡକରା ପରେ ଚତୁର୍ଥ ଡକରା ବେଳେ ଏଇଟା ହେଉଛି ତାର ଓରିଜିନାଲ ଡକରା, ଓରିଜିନାଲ ଆହ୍ୱାନ। ଏଇଠି ସାମୁଏଲ ସଦାପ୍ରଭୁଙ୍କୁ ଉତ୍ତର ଦେଲେ। କି ପ୍ରକାର ମୁହୂର୍ତ୍ତ ହେବ ଚିନ୍ତା କରନ୍ତୁ। କିଭଳିଆ ମୁହୂର୍ତ୍ତ ହେଇଥିବ ଯେ ସଦାପ୍ରଭୁଙ୍କ ସହିତ ସେ କଥାବାର୍ତ୍ତା ହେଲେ। ଗୋଟେ ଛୋଟ ବାଳକ, ଏଲି ଜାଣୁନାହିଁ, ସଦାପ୍ରଭୁଙ୍କ ସାଙ୍ଗରେ ସାକ୍ଷାତ ହେଲେ ଏବଂ ତା ଭିତରେ ଯେଉଁ ସମସ୍ତ କଥା ହେଇଛି, ଏଲିଙ୍କର 2 ପୁଅର କଥା କହିଲେ। ଏଲିଙ୍କର 2 ପୁଅ ଭିତରେ, ଇସ୍ରାଏଲ ପଦମଣ୍ଡଳ ଭିତରେ, ଯାହା ମୁଁ ତୁମକୁ କହିବି ସାମୁଏଲ, ତୁମର କର୍ଣ୍ଣ ଝାଁ ଝାଁ ହେବ। ତୁମ ଇସ୍ରାଏଲ ପଦମଣ୍ଡଳୀ ଏଭଳି ଅବସ୍ଥାରେ ଅଛନ୍ତି। ହବ୍ନି ଏବଂ ଫିନହାସ, ଏଲିଙ୍କର ପୁତ୍ରମାନେ ଏଇଭଳି ଅବସ୍ଥାରେ ଅଛି। ଏଇ ସମସ୍ତ ଦୁର୍ଘଟଣା ଗୁଡ଼ିକ ଘଟିବାକୁ ଯାଉଛୁ। ଏ ସମସ୍ତ କଥା କରି ଛୋଟ ବାଳକୁ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଇ କହୁଛନ୍ତି, ଏ ହେଉଛି ସାମୁଏଲଙ୍କର ଆହ୍ୱାନ। କ'ଣ କରିବ ଆଜ୍ଞା? ଏସବୁ ଏଠୁ କରିପାରିବ? ମାଲିକକୁ ଏ ସମସ୍ତ କହିବାକୁ ତାର ସାହସ ନାହିଁ, ଧୈର୍ଯ୍ୟ ନାହିଁ ଯେ କେମିତି ସେ ମାଲିକକୁ କହିବ। କିନ୍ତୁ କହିବାକୁ ହେବ। ବାବୁ, ନାଇଁ ନା, ଆଗ ବାବା, କ'ଣ କହିଛ? ଯଦି ମତେ ତମେ ନ କହିବ, ଏଲି ଯାଜକ ବାରମ୍ବାର ପଚାରୁଛି, ଯଦି ନ କହିବ, ସେ
ସେ ଦଣ୍ଡ ତୁମକୁ ହେବ ଏବଂ ତାଠାରୁ ଅଧିକ ଦଣ୍ଡ ମୋତେ ହେବ। ତେଣୁ ତୁମେ କହିବାକୁ ହେବ। ସାହସ ବାନ୍ଧି ପିଲାଟି ଠିଏ ଏ ସମସ୍ତ କଥା ସେ କରିଥିଲା। ଏ ହେଉଛି ସାମୁଏଲଙ୍କର ଆହ୍ୱାନ। ପ୍ରିୟ ଭାଇ ଏବଂ ଭଉଣୀମାନେ, এই আহ্বান সে গ্রহণ করতে তাঁর বিশ্বস্ত এবং আজ্ঞাবহ হয়েছিল। প্রথমে দেখি পিতামাতাঙ্কর আজ্ঞাবহ হেবা এবং দ্বিতীୟରେ ସଦାପ୍ରଭୁଙ୍କର ଆଜ୍ଞାବହ ହେବା ଏବଂ ତୃତୀୟରେ ମହାଯାଜକ ଏଲିଙ୍କର ମଧ୍ୟ ଆଜ୍ଞାବହ ହେବାରୁ ଆମେ ଆହ୍ୱାନ ପୂର୍ବରୁ 3 ପର୍ବର 11 ପଦ ଦେଖନ୍ତୁ। ଟିକେ ପଢ଼ନ୍ତୁ ପିଲାମାନଙ୍କୁ ନେବି। ଆହ୍ୱାନ ପୂର୍ବରୁ 11 ପଦରେ ଅଛି 3 ପର୍ବ, ସରି କ୍ଷମା କରେ 2 ପର୍ବ 11 ପଦ, 2 ପର୍ବ 11 ପଦ। ଏଲି ଯାଜକଙ୍କର ଆହ୍ୱାନ ପୂର୍ବରୁ ଘଟଣା। ମୁଁ ଖାଲି ପଢ଼ିଦେଲି। ଆହ୍ୱାନର ପୂର୍ବରୁ ସେ କେମିତି ପରିଚର୍ଯା କରୁଥିଲେ ଲେଖା ଅଛି ଯେ ଏଲିଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ଯା କଲା। 18 ପଦରେ ପୁନର୍ବାର ଲେଖା ଅଛି ବାଳକ ଶୁକ୍ଳ ଏକୋଥିକି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯା କଲେ। ତାପରେ 21 ପଦରେ ଲେଖା ଅଛି ଇତିମଧ୍ୟରେ ସାମୁଏଲ ବାଳକ ସଦାପ୍ରଭୁଙ୍କ ସାକ୍ଷାତରେ ବଢ଼ିବାକୁ ଲାଗିଲେ। 26 ପଦରେ ଅଛି ମାତ୍ର ବାଳକ ସାମୁଏଲ ପ୍ରଥମେ କ୍ରମେ ବୁଦ୍ଧି ପାଇଲେ, ପୁଣି ସଦାପ୍ରଭୁଙ୍କ ଓ ମଧ୍ୟ ଅନୁଷ୍ଠରେ ସାକ୍ଷାତରେ ଅନୁଗ୍ରହ କଲେ। 5 ଥର କିଭଳି ଭାବରେ ସେ ବଢ଼ିଛନ୍ତି ଲେଖା ଅଛି। ଏ ସମସ୍ତ ଆଲୋଚନା କରିବା ପାଇଁ ଆମକୁ ବେଳ ନାହିଁ। ଅର୍ଥାତ୍ ଆହ୍ୱାନ ପୂର୍ବରୁ ସେ କିଭଳି ବିଶ୍ୱସ୍ତ ଥିଲେ ଏ 5ଟି କଥା ଆମେ 2 ପର୍ବରେ ଦେଖିବାକୁ ପାଉଛୁ। ଆହ୍ୱାନ ପରେ କିଭଳି ସେ ବିଶ୍ୱସ୍ତ ହୋଇଛନ୍ତି ଆମେ ଦେଖିବା ଯେ 19 ପଦ। ଧନ୍ୟବାଦ। 19 ପଦରେ ଲେଖା ଅଛି ଏଭଳି ଭାବରେ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ ଯେ ସମୁଦାୟ ଇସ୍ରାଏଲ ପଦକ ମଣ୍ଡଳୀ ମଧ୍ୟରେ ଯେତେ ସମସ୍ତେ ବିଚାର କରିବାକୁ ଆସୁଛନ୍ତି, ବିଚାର ଶୁଣିବାକୁ ଆସୁଛନ୍ତି, ତାଙ୍କର କୌଣସି କଥା କିଭଳିଆ ଭବିଷ୍ୟତ କୌଣସି କଥା ତଳେ ପଡ଼ିବାକୁ ଦେଲେନି। ଏବଂ ଦ୍ୱିତୀୟ ଆଶୀର୍ବାଦ ତହିଁରେ ସାମୁଏଲ ସଦାପ୍ରଭୁଙ୍କର ଭବିଷ୍ୟତ ବକ୍ତା ହେବାକୁ ନିଯୁକ୍ତ ହୋଇଅଛନ୍ତି। ଏହା ଦାନ ଠାରୁ ବେର୍ଷା ପର୍ଯ୍ୟନ୍ତ ସମସ୍ତେ ଇସ୍ରାଏଲ ପଦମଣ୍ଡଳୀ ଜ୍ଞାତ ହେଲେ ବୋଲି ଲେଖା ଅଛି। ଏଥିପୂର୍ବରୁ ପ୍ରିୟ ଭାଇ ଏବଂ ଭଉଣୀମାନେ ମନେ ରଖନ୍ତୁ, ସାଥେ ସ୍କୁଲ ପିଲାମାନେ, ଏଥିପୂର୍ବରୁ କୌଣସି ଭବିଷ୍ୟତ ବକ୍ତା ଜନ୍ମଗ୍ରହଣ କରିନାହାନ୍ତି। ସଦାପ୍ରଭୁଙ୍କର ବାକ୍ୟ ଦୁର୍ଲଭ ଥିଲା ଏବଂ ସଦାପ୍ରଭୁଙ୍କର ବାକ୍ୟ ପ୍ରକାଶ ନଥିଲା, ଦର୍ଶନ ମଧ୍ୟ ନଥିଲା। ଦର୍ଶନ ହେଲା ଏବଂ ସଦାପ୍ରଭୁଙ୍କର ବାକ୍ୟ ଆସିଲା। ମୂଷାଙ୍କୁ ଛାଡ଼ିଦେଲେ ଆଉ ଭବିଷ୍ୟତ ବକ୍ତା ଇଏ ମଝିରେ କେହି ନଥିଲେ। ତେଣୁ ଭବିଷ୍ୟତ ବକ୍ତା ମାନଙ୍କ ଭିତରେ ପ୍ରଥମ ନାମ ସାମୁଏଲ ଆସେ। ସଦାପ୍ରଭୁଙ୍କର ପ୍ରଥମ ଭବିଷ୍ୟତ ବକ୍ତା ସେ ହେଉଛନ୍ତି ସାମୁଏଲ ଏବଂ ସିଏ ଘୋଷିତ ହେଲେ ଯେ ଦାନ ଠାରୁ ବେର୍ଷା ଭବିଷ୍ୟତ ବକ୍ତା ଜଣେ ଜନ୍ମଗ୍ରହଣ ହୋଇଛନ୍ତି। ମୂଷାଙ୍କ ପରେ 400 ବର୍ଷ ପର୍ଯ୍ୟନ୍ତ କି ଭବିଷ୍ୟତ ବକ୍ତା ନଥିଲେ, କିନ୍ତୁ ଭବିଷ୍ୟତ ବକ୍ତା ଜନ୍ମଗ୍ରହଣ କରିଛନ୍ତି। ଏବଂ ଆଉ ପରେ ତାକୁ ଶେଷ ବିଚାରକର୍ତ୍ତା ବୋଲି କାହିଁକି କୁହାଯାଏ? କାରଣ ଏହାପରେ ଇସ୍ରାଏଲ ପ୍ରଜାମଣ୍ଡଳୀ ବିଦ୍ରୋହ କଲେ। ଅନ୍ୟ ଦେଶମାନଙ୍କଠାରେ ଅମନ ସନ୍ତାନଙ୍କର ମୋଆବୀୟ ମାନଙ୍କର ପ୍ରତ୍ୟେକଙ୍କର ବଲିଷ୍ଠୀୟ ମାନଙ୍କର ରାଜାମାନେ ଅଛନ୍ତି, ଏମାନଙ୍କୁ ରାଜା ଦିଅ ଏବଂ ଏମାନଙ୍କର ବିଦ୍ରୋହ ସକାଶୁ ସଦାପ୍ରଭୁ ଅନୁମତି ଦେଲେ 2ଟି ରାଜା ସେ ଆପଏଣ୍ଟ କରିଛନ୍ତି। এই ଶେଷ ବିଚାରକର୍ତ୍ତା ଯୁଗ ଶେଷ ହୋଇଛି। ପ୍ରଥମ ଭବିଷ୍ୟତ ବକ୍ତାର ଆରମ୍ଭ ହୋଇଛି। ବିଚାରକର୍ତ୍ତା ଯୁଗ ଶେଷ ହୋଇଛି ଏବଂ ରାଜା ସାଉଲ ଏବଂ ରାଜା 2 ଜଣଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ଏବଂ ତୃତୀୟ କଥା, ସାମୁଏଲକୁ ଦାଉଦ ମହାରାଜ କେତେ ବର୍ଷ ପରେ ସାମୁଏଲଙ୍କର ମୃତ୍ୟୁ ପରେ ସାଉଲ ଗଲା ପରେ ଦାଉଦ ଆସିଲେ। ଦାଉଦ ଆସିଲା ପରେ ପ୍ରାୟ 100 ବର୍ଷ ପରେ ଦାଉଦ ତାଙ୍କ ଗୀତରେ ଲେଖିଲେ
ଅନେଶତ ପର୍ବର 6 ପଦରେ ଲେଖା ଅଛି। ଅନେଶତ ପର୍ବର 6 ପଦ ଲେଖା ଅଛି। ପଢ଼ନ୍ତୁ। ତାହାଙ୍କ ନାମରେ ପ୍ରାର୍ଥନାକାରୀ ମାନଙ୍କ ଭିତରେ ପବିତ୍ର ଘଟାଇছে। ତାହାଙ୍କ ନାମରେ ପ୍ରାର୍ଥନାକାରୀ ମାନଙ୍କ ଭିତରେ ସାମୁଏଲଙ୍କର ନାଁ ଅଛି। অর্থাৎ সে সময়ে কেবল প্রার্থনাকারী মধ্যস্থী প্রার্থনা কেবল ইসরায়েল প্রধান মণ্ডলীକୁ মধ্যস্থী ପ୍ରାର୍ଥନା କରିବା ଲୋକ କେବଳ ସାମୁଏଲ ଥିଲେ। ତେଣୁ ଦାଉଦ ମହାରାଜ ମନେ ପକାଇ କହିଲେ ଯେ ତାଙ୍କ ନାମରେ ପ୍ରାର୍ଥନା କରିବାର ବ୍ୟକ୍ତି ହେଉଛନ୍ତି ସାମୁଏଲ। ତୃତୀୟ ଆଶୀର୍ବାଦ ଏବଂ ଚତୁର୍ଥ କଥା ଦେଖିବା ଆମେ ଏବ୍ରୀ ପୁସ୍ତକ ତାର 11 ପର୍ବର 32 ପଦରେ 11 ପର୍ବର 32 ପଦରେ ଅନ୍ୟ ଭାବବାଦୀ ମାନଙ୍କ କଥା ଏଥିରେ ଦେଖ ଲେଖିନା କେବଳ ପ୍ରଥମ ଭାବବାଦୀଙ୍କର ନାଁ ସାମୁଏଲ ଲେଖିଛନ୍ତି। ଏହା ଛଡ଼ା ଆଉ ଅନ୍ୟର ବିଶ୍ୱସ୍ତ କଥା ଲେଖିଛନ୍ତି। ଅର୍ଥାତ୍ ପ୍ରଥମ ଭାବ ଜଣେ ବିଶ୍ୱସ୍ତ ଥିଲେ, ଆଜ୍ଞାକାରୀ ଥିଲେ ଏବଂ ପ୍ରଥମ ଭାବବାଦୀ ଥିଲେ ଏବଂ ଶେଷ ବିଚାରକର୍ତ୍ତା ଥିଲେ। ତାପରେ ରଜାମାନଙ୍କ ଶାସନ କଥା ସାମୁଏଲଙ୍କର ଆହ୍ୱାନ। ପ୍ରିୟ ଭାଇ ଯେଉଁ ଆହ୍ୱାନର ସେ ବଶବର୍ତ୍ତୀ ଥିଲେ। ତେଣୁ ଏଫେସୀ ପୁସ୍ତକ ଆମେ ଜାଣିବା ଶୁଣିବା କଥା। ଏଫେସୀ ପୁସ୍ତକର ତାର 4 ପର୍ବର 1 ପଦରେ ଏ କଥା ଲେଖା ହେଇଛି, ଯେଉଁ ଆହ୍ୱାନରେ ତୁମେ ଆହୁତ ଏହାର ଯୋଗ୍ୟ ଆଚରଣ କର ଲେଖା ହେଇଛି। ଆମମାନଙ୍କୁ ପ୍ରଭୁ ଯୀଶୁ ଡାକିଛନ୍ତି। କୋଉ ଭଳି ଭାବରେ ଡାକିଛନ୍ତି ଆମେ ଜାଣୁନା, କୋଉ ଭଳି ଭାବରେ ଡାକିଛନ୍ତି ଜାଣୁନୁ। ଆମେ ଯଦି ଅନେକ ଉଦାହରଣ ନେବୁ, ମୋସାଙ୍କୁ କେମିତି ଡାକିଥିଲେ ବୁଦା ମଜୁର, ଅବ୍ରାହମ କେମିତି ଡାକିଥିଲେ କାର୍ଯ୍ୟ କରିଥିଲେ। ଆମେ ଯଦି ଏଇଭଳି ଉଦାହରଣ କରି ଆମେ ଯିବୁ ଓଲ୍ଡ ଟେଷ୍ଟାମେଣ୍ଟ ଅର୍ଥାତ୍ ପୁରାତନ ନିୟମର ଅନେକଙ୍କର ଆହ୍ୱାନ ଭିନ୍ନ ଭିନ୍ନ ପ୍ରକାର ଆହ୍ୱାନ ଆମେ ଦେଖିବାକୁ ଯାଉଛୁ। ଯଦି ନୂତନ ନିୟମକୁ ଆମେ ଆସୁଛୁ ସମସ୍ତ ଆଲୋଚନା କରିବାକୁ ବେଳ ନାହିଁ, ଅଧଘଣ୍ଟା ହେଇଗଲା ଆଉ ବେଳ ନାହିଁ। ସକାଳେ ଆମେ ଉଚ୍ଚ ଶିକ୍ଷକଙ୍କୁ ଶୁଣୁଥିଲୁ ଶିଷ୍ୟମାନଙ୍କର ଆହ୍ୱାନ କି ଭାବରେ ସିଧାସଳଖ ପ୍ରତ୍ୟକ୍ଷ ଭାବରେ ଶିଷ୍ୟମାନଙ୍କୁ ସେ ଆହ୍ୱାନ କରିଛନ୍ତି। ସେଇଭଳି ଭାବରେ ପାଉଲଙ୍କୁ ଡାକିନାହାନ୍ତି, ପାଉଲଙ୍କୁ ଦର୍ଶନ ଦେଇ ଆହ୍ୱାନ କରିଛନ୍ତି। ଲୁଦିଆକୁ ଶିକ୍ଷା ମାଧ୍ୟମରେ ଆହ୍ୱାନ କରିଛନ୍ତି ଏବଂ ଇଥିଓପିଆ ନପୁଂସକକୁ ଆମେ ଭଲ କରି ଜାଣୁ ଦିଶା ପୁସ୍ତକର 53 ପଢିବା ମାଧ୍ୟମରେ এইভাবে ভিন্ন ভিন্ন নিউ টেস্টামেন্টের কথা পুরাতন নিয়ম নতুন নিয়মরে সদাপ্রভুଙ୍କର ভক্ত ଦାସମାନଙ୍କୁ কিভাবে করে আহ্বান করছেন। আমি গোটিয়ে গোটিয়ে চিন্তা করে গোটিয়ে গোটিয়ে চিন্তনীয় বিষয়গুলিক রয়েছেন। ଏ ସମସ୍ତ ଆଲୋଚନା କରିବା ବେଳ ନାହିଁ, କେବଳ ଆପଣଙ୍କ ପାଇଁ ଛାଡ଼ି ମାତ୍ର ଦିଆଗଲ। ତେବେ ଆମମାନଙ୍କର ଅଞ୍ଚଳରେ ସଦାପ୍ରଭୁ କିଭଳି ସିଧାସଳଖ ଆହ୍ୱାନ କରିଛନ୍ତି ମୁଁ ଜାଣିଲି। ଆମମାନଙ୍କର ଯେ ସୁସମାଚାର ନେଇକି ଠିକ ଆସିଛନ୍ତି, ଯାହାର ସୁସମାଚାର ପାଇଁ ଆଜି ମୁଁ ଅଯୋଗ୍ୟ ଦିନ ଦାସ ଏ ବାର୍ଦ୍ଧକ୍ୟ ଅବସ୍ଥାରେ ସୁସମାଚାର ପ୍ରଚାର କରିବା ପାଇଁ ଠିଆ ହେଇଛି, ସେ ହେଉଛନ୍ତି ସ୍ୱର୍ଗୀୟ ଯେ ଜ୍ଞାନୀ ସ୍ୱର୍ଗରେ ଅଛନ୍ତି। ତାଙ୍କୁ କେମିତି ଆପଣ ଜାଣନ୍ତି? ସେ ଜଣେ ନାବିକ ଥିଲେ। ସେ ନାବିକ ଜଣେ ଥିଲା, ନାବିକରେ ଯାଉ ଯାଉ ନାବିକ ସେ ନାଁଟି ତାମାନେ ସେ ଜାହାଜଟି ଦୁର୍ଘଟଣାଗ୍ରସ୍ତ ହେଲା ଏବଂ ସମସ୍ତେ ଏଣେ ତେଣେ ପଡ଼ିଲେ, ଜଣେ ମାତ୍ର ସେ ବଞ୍ଚିଲା ଏବଂ କୌଣସି ମତେ ନାଁଟାକୁ ଧରି ସେ ଗାଁରେ ବୋଷ୍ଟନ ସହରରେ ପହଞ୍ଚିଲା। ଆଉ ବହୁତ ଦିନ ପହଞ୍ଚିଲା ପରେ ତାଙ୍କ ସ୍ୱାମୀ ସ୍ତ୍ରୀ କଥା ହଉଛନ୍ତି, ତାଙ୍କ ସ୍ତ୍ରୀଙ୍କର ନାମ ହବା। ଦି ଜଣ କଥା ହେଲେ କଣ ପାଇଁ କିଛି ହେଲା ନା ସଦାପ୍ରଭୁଙ୍କର କିଛି ଗୋଟେ ଉଦ୍ଦେଶ୍ୟ ଅଛି। ତୁମେ ଇଣ୍ଡିଆକୁ ଯାଉଥିଲ ଏବଂ ଇଣ୍ଡିଆରୁ ବାଟରେ ଆସିଲା ପରେ କିଛି ହେଲା, ବଞ୍ଚିବାର କାରଣ ତୁମେ ଆଉ ଥରେ ଇଣ୍ଡିଆକୁ ଯାଅ। ଓଡ଼ିଶା ପ୍ରଦେଶ ଦେଖାହବ, ଓଡ଼ିଶା ପ୍ରଦେଶ ଦେଖାହବ ଏବଂ ଗଜପତି ଗଜପତି ଯୋଉ ମହାରାଜାଙ୍କର ନଅର ତାଙ୍କୁ ଦେଖାଲା। ଖୋଜି ଖୋଜି ଆସି ରହିଲେ। 1902ରୁ 1910 ପର୍ଯ୍ୟନ୍ତ ତାଙ୍କର ସାଙ୍ଗ ବାନ୍ଧିଲେ। ଏଇଭଳିକି ତାଙ୍କର ଝିଅକୁ ରଜାକୁ ବିବାହ କରିବା ପାଇଁ ଦେଲେ। ଏତେ ଯୋଜନା 8 ବର୍ଷ ପରେ ବିଶ୍ୱରାଜ ପ୍ରଥମେ ଜୀବନ ଗ୍ରହଣ କଲେ। ପ୍ରିୟ ଭାଇ ଏବଂ ଭଉଣୀମାନେ, କିଭଳି ତାଙ୍କର ଆହ୍ୱାନ ହେଇଥିଲା ଏବଂ ଆମର ସେଭଳି ଆହ୍ୱାନ ନୁହେଁ। ଆମର ସେଭଳି ଆହ୍ୱାନ ହୁଏ ତ ଆମର ଗୋଟିଏ ଛୋଟିଆ ଉଦାହରଣ ଦିନେ ସାକ୍ଷ୍ୟ ଶୁଣୁଥିଲୁ, ସ୍ୱର୍ଗୀୟ ବାଲ୍ମୀକ ପାସ୍ତୁର ନିକଟରେ ଶୁଣୁଥିଲୁ। ସେଇଭଳି ଶନିଶ୍ଚର ପାଉଥିଲେ, ଜାଣୁଥିଲେ, ଶନିଶ୍ଚର ଶିକ୍ଷକ ହଉଥିଲେ, ଆଉ ବିଭିନ୍ନ କଥା କରୁଥିଲେ। ଭଲ ଆଜିର ଜୀବନ ଥିଲା
ତେବେ ତାଙ୍କୁ ସୁରଥ ପାଣି ସ୍ୱର୍ଗୀୟ ସୁରଥ ପାଣି ବାଲ୍ମିକ ପାତ୍ରଙ୍କୁ କହିଲେ ଭାଇ ତୁମେ ପରିତ୍ରାଣ ପାଇଛ କି? କେମିତି ଡାକିବା? ଡକରା ପାଇଛ କି? କେମିତି ଡାକିବା? ଜାଣିଲେ ମୁଁ ଜାଣିନାହିଁ ପ୍ରାର୍ଥନା କର ପ୍ରଭୁ କହିବେ। এইভাবে সে দিনে প্রার্থনা করু করু তার জীবনের সাক্ষ্য কହୁଛି সତ ঘটনা কହୁଛି। দিনে এইভাবে পঢ়ୁ পঢ়ୁ ଯେତେବେଳେ ଦିଶା ପୁସ୍ତକ ପଢୁଛନ୍ତି ତାଙ୍କର 1 ପର୍ବର 18 ପଦ ତାଙ୍କୁ ଦେଖାହେବ। ତାଙ୍କ ଜୀବନୀକୁ ଲେଖିଛି ଏ ପଦଟି ଲେଖିଛି 1 ପର୍ବର ତୁମର ପାପ ସିନ୍ଦୁର ବର୍ଣ୍ଣ କରି ହେଲେ ମଧ୍ୟ ସମସ୍ତ ଆମେ ଶୁକ୍ଳ ମନ ଧୌତ କରିଛୁ। এই ପଦ ଯେତେବେଳେ ସେ ସ୍ୱର ଶୁଣିଦେଲେ ବାହାରୁ ପଢିଦେଲେ ଏହା ହିଁ ତୁମର ଆହ୍ୱାନ ଆଉ ତାପରେ ସେ ନିଜ ଜୀବନ ପରିବର୍ତ୍ତନ ଇତ୍ୟାଦି କଥା। এইভাবে ପ୍ରତ୍ୟେକଙ୍କ ବିଶ୍ୱାସୀ ମାନଙ୍କର କିଛି କିଛି ଆହ୍ୱାନ ଅଛି। ଆମେ ଭାବୁଛୁ ଆମମାନଙ୍କର ଆହ୍ୱାନ କେମିତି ହେଇଥିବ କ'ଣ ହେଇଥିବ ଜାଣୁନା। କିନ୍ତୁ ପ୍ରିୟ ଭାଇ କାହାର ଆହ୍ୱାନ ପ୍ରାର୍ଥନା ମଧ୍ୟରେ ପ୍ରାର୍ଥନା କରୁ କରୁ ଗୋଟେ ପବିତ୍ର ଆତ୍ମା ଆପଣଙ୍କ ପ୍ରେରଣା ଦେବେ। ଆପଣ ଜାଣିବେ ଯେ ମୋତେ ପ୍ରଭୁ ଆହ୍ୱାନ କରିଛନ୍ତି, ଗୋଟେ ଆନନ୍ଦ ଆସିବ। ଆପଣ ନିଜର ଅନୁଭୂତି ପାଇବେ। ଆଉ କେତେବେଳେ ବାକ୍ୟ ଶୁଣୁ ଶୁଣୁ ଆସିବ। ଆଉ କେତେବେଳେ କଥାବାର୍ତ୍ତା ମାଧ୍ୟମରେ କେତେ ଘଟଣା ମାଧ୍ୟମରେ ଏଇଭଳି ଭାବରେ ଆମମାନଙ୍କୁ ଗୁପ୍ତ ଭାବରେ ଆମେ ଜାଣିପାରୁନୁ ପ୍ରତ୍ୟେକ ଆହ୍ୱାନ ପ୍ରାପ୍ତ ହେଉଛୁ। କିନ୍ତୁ ଆମମାନଙ୍କର ଆହ୍ୱାନ ପ୍ରାପ୍ତ କଥା ଆମେ ମନେ ରଖିପାରୁନାହୁଁ। ଆହ୍ୱାନ କଥା ମନେ ରଖିପାରୁନାହୁଁ। ପବିତ୍ର ଆତ୍ମାର ପ୍ରେରଣା ଆପଣଙ୍କୁ ମୋତେ ପ୍ରତି ସମୟରେ କିଛି ପ୍ରେରଣା ଦେଉଛନ୍ତି। ସେଟା ଆହ୍ୱାନ କଥା ବୁଝିବାକୁ ହେବ। ନିଜ ନିଜ ଯେଉଁ ଆହ୍ୱାନ କଥା ଯାହା ପରିତ୍ରାଣର ସମୟ ଏବଂ ପରିତ୍ରାଣର ମୁହୂର୍ତ୍ତ ଏଇଟା ମନେ ରଖିବାକୁ ହେବ। ତେଣୁ ଆମମାନଙ୍କୁ କୁହାଯାଉଛି ଯେ ତୁମେ ଆହ୍ୱାନର ଯୋଗ୍ୟ ଆଚରଣ କର। ଆମେ ସାମୂହିକ ଜୀବନରେ ଆମେ ଦେଖୁଛୁ ଯେ ସେ ଆହ୍ୱାନର ଯୋଗ୍ୟ ଆଚରଣ କଲେ, ବିଶ୍ୱସ୍ତ ହେଲେ, ନମ୍ର ହେଲେ, ଆଜ୍ଞାବହ ହେଲେ। ସେଣୁ ପ୍ରଭୁ ତାଙ୍କୁ ଦୟା କଲେ ଏବଂ ପ୍ରଥମ ଭାବବାଦୀ ହିସାବରେ ପବିତ୍ର ବାଇବଲରେ ଲେଖିଲେ ଶିଷ୍ୟ ବିଚାରକର୍ତ୍ତା ଏବଂ ଇସ୍ରାଏଲ ରାଜ୍ୟ ସ୍ଥାପନ କରିବାରେ 2 ରାଜାକୁ ସେ ଏପଏଣ୍ଟମେଣ୍ଟ ଦେଲେ, ନିଯୁକ୍ତି ଦେଲେ ଏବଂ ତାଙ୍କର ନାମ ଜଣେ ପ୍ରାର୍ଥନା କରିବାର ଲେଖାଅଛି। ଜିରିମିୟ କଥା ଗୋଟେ ଆଶ୍ଚର୍ଯ୍ୟ କଥା। ଜିରିମିୟଙ୍କର 15 ପର୍ବର 1 ପଦରେ ଗୋଟିଏ କଥା ଇସ୍ରାଏଲର ପ୍ରଜାମଣ୍ଡଳୀ ଯେତେବେଳେ ଦୁଷ୍ଟତା କାର୍ଯ୍ୟ କଲେ ସେତେବେଳେ ଜିରିମିୟ କର୍ତ୍ତା କଲେ এইভাবে পদ দেলে সে সময়ে সামুয়েল ভଳି লোক মোসা ভଳି লোক যদি আসি প্রার্থনা করিবে মধ্য মু শুনিবি নাহি। অর্থাৎ কেবল বিশ্বস্ত প্রার্থনাকারী বলি তিনি মো মত স্বীকার করেছেন। এইভাবে সামুয়েলଙ୍କର আহ্বান আপনার জীবনর শেষ পর্যন্ত বিশ্বস্ত ভাবে করবে। প্রভু আপনার এবং মতে কোভଳି আহ্বান করছে আমি জানো না। নিজে নিজে ব্যক্তিগত ভাবে জানিবু যে আমি কিভাবে ভাবে আহ্বান প্রাপ্ত হয়েছি এবং সেই আহ্বানর যোগ্য আচরণ করিবার মধ্যে প্রত্যেকে চেষ্টা করিবা। অনেক কথা বলিলা ଆଉ ଏଠି ଜାଣିବୁ ଯେ ଆମର ପ୍ରଭୁ ଜଣେ ଶିକ୍ଷକ କରି ଆହ୍ୱାନ କରିଛନ୍ତି, ବିଶ୍ୱାସ କରି ଆହ୍ୱାନ କରିଛନ୍ତି। ଭାଇ ଆପଣଙ୍କୁ ଏବଂ ମୋତେ ଜଣେ ବିଶ୍ୱାସ କରି ଆପଣ ଗୋଟିଏ ପଦ ପଢ଼ିକି ଶେଷ କରିବେ। ପ୍ରଥମ କରନ୍ତି ତାର 7 ପର୍ବର 20 ପଦ ପଢ଼ନ୍ତୁ। ବିଶ୍ୱାସରେ ସ୍ଥିର ଥାଏ। ଆମେ କିଛି ପାଇନାହୁଁ, ସିଧାସଳଖ କୌଣସି ଦ୍ରବ ପାଇନୁ କି କିଛି କରିନୁ, କିନ୍ତୁ ବିଶ୍ୱାସ ଏହା ମଧ୍ୟ ପବିତ୍ର ବାଇବଲ ଘୋଷଣା করে ସଦାପ୍ରଭୁଙ୍କର ନାମ ବୋଲି। ପ୍ରଭୁଙ୍କ ଠାରେ ବିଶ୍ୱାସ କରି ଏ ଥଣ୍ଡା କାକରରେ ଆଉ ଘଟାଟିକରେ ଭୋକ ଉପାସରେ ବସିଛୁ କ'ଣ ପାଇଁ? ଯେଉଁ ବିଶ୍ୱାସ ସ୍ଥାପନ କରିଛୁ ସେ ବିଶ୍ୱାସ ନେଇ ଆମେ ସ୍ଥାପନ କରିଛୁ। সেই ବିଶ୍ୱାସ ହିସାବରେ ତୁମର ବିଶ୍ୱାସରେ ଯେଉଁ ଆହ୍ୱାନ ହେଇଛ ସ୍ଥିର ଥାଉ ବୋଲି କୁହାଯାଇଛି। ବିଶ୍ୱାସରେ ଏପଟ ହୁଅ ଯେଉଁ ବିଶ୍ୱାସ ରଖ ସେଇ ବିଶ୍ୱାସରେ ତୁମେ ସ୍ଥିର ଥାଉ ବୋଲି କୁହାଯାଇଛି। ଅନ୍ତତଃ ବିଶ୍ୱାସରେ ଭିତରେ ଆମେ ନିଶ୍ଚିତ ଭାବରେ ଆହୁତ ଆହ୍ୱାନ। ତେଣୁ ଆହୁତ ଯେଉଁ ଆହ୍ୱାନୀ ଆମେ ସମସ୍ତେ ଗୀତ ଗାଇବୁ। ଆମେ ଆହୁତ ବୋଲି କହୁଛେ, ଆମେ ମନୋନୀତ ବୋଲି କହୁଛେ, ଆମେ ନିମନ୍ତ୍ରିତ ବୋଲି କହୁଛେ ଏବଂ ଆମେ ବିଶ୍ୱସ୍ତ ବୋଲି କହୁଛେ, ଗୀତ ଗାଉଛୁ। କିନ୍ତୁ ଆମେ ଚିନ୍ତା କରିବା ଆମମାନଙ୍କର ଆହୁତ କୋଉଭଳି ଭାବରେ ଆମ ପ୍ରଭୁ ଆହ୍ୱାନ କରିଛନ୍ତି, ଆମର ଆହ୍ୱାନରେ ଆମେ କେତେ ଦୂର ବିଶ୍ୱସ୍ତ ହେଉଛୁ। ଆମେ ନିଜ ନିଜ ବ୍ୟକ୍ତିଗତ ବିଶ୍ୱାସ ଜୀବନରେ ଚିନ୍ତା କରିବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଶୋଇଲା ବେଳେ ଟିକେ ପ୍ରାର୍ଥନା କରନ୍ତୁ। ପ୍ରଭୁ ଯେଉଁ ଆହୁତ ସମୟରେ ଆମେ ଶିକ୍ଷା ପାଇଲୁ, ତୁମ ଦାସମାନଙ୍କର ଆହୁତ ସମୟରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପାଇଲୁ। ପ୍ରଭୁ ମୋତେ ଆହ୍ୱାନ କରିଛନ୍ତି, ଯଦି ଆହ୍ୱାନ କରିଛନ୍ତି ଏମିତି ଆହ୍ୱାନ କରୁଛ ପ୍ରାର୍ଥନା କରନ୍ତୁ, ଆଣ୍ଠୁ ଭାଙ୍ଗନ୍ତୁ। ପ୍ରଭୁ ଆପଣଙ୍କୁ ଏବଂ ମୋତେ ପ୍ରତ୍ୟେକକୁ ନିଶ୍ଚିତ ଭାବରେ ଉତ୍ତର ଦେବେ।